ଆଉ ଏକ ନୂଆ କ୍ଲାସ୍କୁ ମୋର ସମସ୍ତ ପାଠକ ମଣ୍ଡଳୀମାନଙ୍କୁ ପ୍ରଥମେ ମୁଁ ସ୍ୱାଗତ ଜଣାଉଛି। ଆଜି ଆମେ ଭୁବନେଶ୍ୱର ବେହେରାଙ୍କ ଜୀବନୀ ସମ୍ପର୍କରେ ଆଲୋଚନା କରିବା। ଭୁବନେଶ୍ୱର ବେହେରା ଜଣେ ଓଡ଼ିଆ ପ୍ରାବନ୍ଧିକ, ଅଧ୍ୟାପକ ଓ ବିଜ୍ଞାନ ଲେଖକ ଥିଲେ। ବେହେରା ତତ୍କାଳିକ କଳାହାଣ୍ଡି ରାଜ୍ୟର କାଶୀବାହାଲ ଗାଁରେ 1916 ମସିହା ଜାନୁଆରୀ ମାସ 1 ତାରିଖରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପ୍ରାରମ୍ଭିକ ପାଠପଢ଼ା ଭବାନୀପାଟଣାରେ ହୋଇଥିଲା। ସେଠାରୁ 1935 ମସିହାରେ ଦଶମ ପାସ୍ କଲା ପରେ ସେ 1939 ମସିହାରେ ରେଭେନ୍ସା କଲେଜରୁ ପଦାର୍ଥ ବିଜ୍ଞାନରେ BSc ଅନର୍ସରେ ପାସ୍ କରିଥିଲେ। ସେ ପାଟନାର ବିହାର କଲେଜ ଅଫ୍ ଇଞ୍ଜିନିୟରିଂରୁ 1943 ମସିହାରେ ସିଭିଲ ଇଞ୍ଜିନିୟରିଂ ବିଭାଗରେ BSc ଇଞ୍ଜିନିୟରିଂ ପାସ୍ କରିଥିଲେ। ତାଙ୍କ ଚାକିରି ଜୀବନ ସମ୍ପର୍କରେ ମଧ୍ୟ ଆମେମାନେ ଜାଣି ରଖିବା। ଓଡ଼ିଶା ସରକାରଙ୍କ ଏକ ଆପ୍ରେଣ୍ଟିସ୍ କରିବା ପରେ ସେ ମହୀଶୂର ରାଜ୍ୟର କାର୍ଯ୍ୟ ଓ ଜଳସେଚନ ବିଭାଗ ଅଧୀନରେ ଜଳବିଦ୍ୟୁତ କେନ୍ଦ୍ରରେ ସହଯନ୍ତ୍ରୀ ଭାବେ ଯୋଗ ଦେଇଥିଲେ। ଏହି ସମୂହରେ କଳାହାଣ୍ଡି ରାଜଦରବାରର ଅଧୀନରେ 1945 ମସିହା ଯାଏଁ ବିଶେଷ ଭାବେ ଜଳସେଚନ କାର୍ଯ୍ୟ ତଦାରଖ ମଧ୍ୟ କରୁଥିଲେ। ସେ ଭାରତ ସରକାରଙ୍କ ଦ୍ୱାରା ଯୁଦ୍ଧପରର ପୁନର୍ନିର୍ମାଣ ଅଧ୍ୟୟନ ନିଯୁକ୍ତ ହୋଇ ପରେ ଆମେରିକା ଆଇଓବା ବିଶ୍ୱବିଦ୍ୟାଳୟରୁ 1947 ମସିହାରେ PhD ଲାଭ କରିଥିଲେ। ତାପରେ ସେ କଳାହାଣ୍ଡି ରାଜ୍ୟର ଇରିଗେସନ୍ ଅଫିସର ଭାବେ ଯୋଗ ଦେଇଥିଲେ। ପରେ କଳାହାଣ୍ଡି ଓଡ଼ିଶା ସହ 1948ରେ ମିଶିଥିଲା। ହୀରାକୁଦ ନଦୀବନ୍ଧ ନିର୍ମାଣରେ ସେ 1956ରେ କନିଷ୍ଠ ଯନ୍ତ୍ରୀ ଭାବେ ଯୋଗ ଦେଇ ପରେ ନିର୍ବାହୀ ଯନ୍ତ୍ରୀ ଭାବେ ଯୋଗ ଦେଇଥିଲେ। 1958ରେ ସେ ୟୁନିଭର୍ସିଟି କଲେଜ ଅଫ୍ ବୁର୍ଲାରେ ସିଭିଲ ଇଞ୍ଜିନିୟରିଂ ବିଭାଗର ପ୍ରଫେସର ଭାବେ ଯୋଗ ଦେଇଥିଲେ। ପରେ 1961 ମସିହାରେ ସେ ସେହି କଲେଜର ଅଧ୍ୟକ୍ଷ ହୋଇଥିଲେ। 1962 ଫେବୃଆରୀ ମାସରେ ସେ ରିଜନାଲ ଇଞ୍ଜିନିୟରିଂ କଲେଜରେ ଯୋଗ ଦେଇ 1961ରେ ସେ ସେହି କଲେଜର ପ୍ରଥମ ଅଧ୍ୟକ୍ଷ ହୋଇଥିଲେ। 1971ରେ ସେ ସମ୍ବଲପୁର ବିଶ୍ୱବିଦ୍ୟାଳୟର ପ୍ରଥମ କୁଳପତି ହୋଇ 1976 ମସିହା ଯାଏଁ ସେ ସେଠାରେ କାର୍ଯ୍ୟ କରିଥିଲେ। 1977ରେ ଭାରତ ସରକାର ତାଙ୍କୁ ପଶ୍ଚିମ ଆଫ୍ରିକାର ଡେମୋକ୍ରାଟିକ୍ ରିପବ୍ଲିକ୍ ଅଫ୍ ଲାଇବେରିଆକୁ ଜଣେ ବୈଷୟିକ ଶିକ୍ଷା ଉପଦେଷ୍ଟା ଭାବେ ପଠାଇଥିଲେ। ପରେ ସେ ଓଡ଼ିଶା ରାଜ୍ୟ ଯୋଜନା ବୋର୍ଡ଼ର ସଭ୍ୟ ଭାବେ ଯୋଗ ଦେଇଥିଲେ। ସେ କେନ୍ଦ୍ର ପବ୍ଲିକ୍ ସର୍ଭିସ କମିଶନର ସଭ୍ୟ ଭାବେ ଯୋଗ ଦେଇ 1981 ମସିହା ଯାଏଁ ସେଠାରେ କାମ କରିଥିଲେ। ତାଙ୍କ ରଚନାବଳୀ ସମ୍ପର୍କରେ ମଧ୍ୟ ଆମେ ଜାଣି ରଖିବା। ସେ ମୋଟ 7ଟି ବହି ଓ ଅନେକ ଗବେଷଣା ନିବନ୍ଧ ଲିଖିଥିଲେ। ତାଙ୍କ କବିତା ପୁସ୍ତକ ମଧ୍ୟରେ ଭୟ, ପ୍ରବନ୍ଧ ଗୁଡ଼ିକ ତାଙ୍କର ହେଉଛି ଶୁଣ ପରକିତ, ଦଇବ ଦୌଡ଼ି, ଏ ଦୁଇଟି ଥିଲା ତାଙ୍କର ପ୍ରବନ୍ଧ ପୁସ୍ତକ। ଭ୍ରମଣ ସାହିତ୍ୟ ହେଉଛି ପଶ୍ଚିମ ଆଫ୍ରିକାରେ ଓଡ଼ିଆ ଢେଙ୍କି। ତାଙ୍କର ଆତ୍ମଜୀବନୀ ହେଉଛି ଗାଁର ଡାକ। ଭୁବନେଶ୍ୱର ବେହେରା ତାଙ୍କର ଏକମାତ୍ର ଆତ୍ମଜୀବନୀରେ ଗାଁ ଡାକରେ ତାଙ୍କ ସମ୍ପୂର୍ଣ୍ଣ ଜୀବନୀ ଉଲ୍ଲେଖ କରିଛନ୍ତି। ସେ ପାଇଥିବା ସମ୍ମାନ ଓ ପୁରସ୍କାର ଗୁଡ଼ିକ ହେଉଛି ଓଡ଼ିଆ ସାହିତ୍ୟ ଏକାଡେମୀ ପୁରସ୍କାର 1976 ମସିହାରେ ପାଇଥିଲେ ଶୁଣ ପରକିତ ପାଇଁ, ସାରଳା ପୁରସ୍କାର 1994 ମସିହାରେ ପାଇଥିଲେ ଗାଁ ଡାକ ପାଇଁ, ସାରଳା ସମ୍ମାନ 1990 ମସିହାରେ ପାଇଥିଲେ, ପ୍ରଜାତନ୍ତ୍ର ପ୍ରଚାର ସମିତି ପୁରସ୍କାର ମଧ୍ୟ ସେ ପାଇଛନ୍ତି, ସାହିତ୍ୟ ସୁଧାକର ପୁରସ୍କାର ପାଇଛନ୍ତି, ଉତ୍କଳ ପାଠକ ସଂସଦ ପୁରସ୍କାର କଟକ, ବିଜ୍ଞାନରେ ଡକ୍ଟରେଟ୍ ସମ୍ବଲପୁର ବିଶ୍ୱବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ, ଉତ୍କଳ ରତ୍ନ ସେ 1998 ମସିହାରେ ପାଇଥିଲେ। ଏ ଥିଲା ଭୁବନେଶ୍ୱର ବେହେରାଙ୍କ ସମ୍ପର୍କରେ ଏକ ସାମୂହିକ ଆଲୋଚନା। ଏହି ଆଲୋଚନାଟି ଯଦି ପାଠକମାନଙ୍କୁ କିଛି ମାତ୍ରାରେ ସହାୟତା କରେ ତାହେଲେ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ, ଲାଇକ୍ କରିବେ, ସେୟାର କରିବେ ଏବଂ ନିଜସ୍ୱ ଅଭିମତ ପ୍ରଦାନ କରିବେ।